ଜାଗା ବାଡିକୁ ନେଇ ତେଜିଲା ବିବାଦ। ପକ୍ଷପାତ କରି ତହସିଲଦାର କରୁଛନ୍ତି ଲୋକଙ୍କୁ ହଇରାଣ। ଶେଷରେ କଲେକ୍ଟର ଅଫିସରେ ଧାରଣାରେ ବସିଲେ ପରିବାର ଲୋକେ। ନ୍ୟାୟ ନ ମିଳିଲେ ଜୀବନ ହାରିଦେବେ ବୋଲି ସଫା ସଫା କହିଛନ୍ତି। କଲେକ୍ଟର ବାବୁ ଆମ କଥା ଶୁଣ, ନହେଲେ ଆମେ ଆମ ଜୀବନ ହାରିଦେବୁ। ତହସିଲ ଅଫିସ ଦୌଡ଼ି ଦୌଡ଼ି ଆମ ଚପଲ ଖୋରି ହୋଇଗଲାଣି, କିନ୍ତୁ ତହସିଲଦାର ଆମକୁ ନ୍ୟାୟ ଦେଉନାହାନ୍ତି। ଆପଣ ଯଦି ଆମକୁ ନ୍ୟାୟ ନ ଦେବେ ତାହେଲେ ଏଠି ଆମେ ଜୀବନ ହାରିଦେବୁ। ଏଭଳି କିଛି କହୁଛନ୍ତି ଅଭିଯୋଗ କରିଥିବା ବ୍ୟକ୍ତି। ଦର୍ଶକ ବନ୍ଧୁ, ଏଠି କଥା ଉଠିଛି ଉଭୟ ପରିବାର ପକ୍ଷରୁ। ନିଜର ଜମିଜମା ବିବାଦକୁ ନେଇ ଏଠି ହୋଇଛି ମହା ଘୋଟାଲା। ଆଉ ଘୋଟାଲାର ସମାଧାନ ପାଇଁ ଅଭିଯୋଗ କରିଥିବା ପରିବାର ଯେତେବେଳେ ତହସିଲଦାରଙ୍କ ଦ୍ୱାରସ୍ଥ ହେଉଥିଲେ ସେତେବେଳେ ତହସିଲଦାର ତାଙ୍କ କଥା ଶୁଣୁନଥିଲେ। ସେ ଯେତେବେଳେ ଅଭିଯୋଗ ନେଇକି ଯାଉଥିଲେ ତାଙ୍କ ଅଭିଯୋଗକୁ ଶୁଣିକି ନ ଶୁଣିଲା ଭଳି ଅଭିନୟ କରି ଖାରଜ କରିଦେଉଥିଲେ, ଯାହାଫଳରେ ଜାଗାବାଡ଼ି ବିବାଦକୁ ନେଇ ନ୍ୟାୟ ପାଇବା ଆଶାରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ। ସୂଚନା ଅନୁସାରେ ତିହିଡ଼ି ବ୍ଲକ ଅନ୍ତର୍ଗତ ମାଲପୁର ମୌଜାର ଦେବେନ୍ଦ୍ର ବେହେରା ଓ ତାଙ୍କ ପରିବାର ଦୀର୍ଘ ଦିନରୁ ନିଜ ଜାଗା 129 ପ୍ଲଟରେ ଦଖଲ କରି ଆସୁଥିଲେ। କିନ୍ତୁ ସେହି ପ୍ଲଟ ଉପରେ ବିବାଦ ଚାଲିଥିବା ବେଳେ ଏହାକୁ ଚଞ୍ଚକତା କରି ପୁନୁ ମୁଦୁଲି ସାହୁ ପ୍ଲଟକୁ ଅଲଗା ନାମକୁ ନେଇଯାଇଥିଲେ। ଏହାକୁ ବିରୋଧ କରି ତିହିଡ଼ି ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ ଦେବେନ୍ଦ୍ର ଓ ତାଙ୍କ ପରିବାର। କିନ୍ତୁ ତିହିଡ଼ି ତହସିଲରୁ କୌଣସି ନ୍ୟାୟ ନ ମିଳିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ଦେବା ସହ ନ୍ୟାୟ ଭିକ୍ଷା କରିଛନ୍ତି ପରିବାର ଲୋକେ। ଯଦି ଆଗାମୀ ଦିନରେ ତାଙ୍କ ପରିବାରକୁ ନ୍ୟାୟ ନ ମିଳେ ତେବେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ନେଇ କ'ଣ କହୁଛନ୍ତି ଦେବେନ୍ଦ୍ରଙ୍କ ପରିବାର, ଆସନ୍ତୁ ଶୁଣିନେବା। ଆମେ ଜାଣିନୁ, ଆମର ହାଇକୋର୍ଟ ହଉଛି କେସ୍ ଚାଲିଥିଲା, ଆମେ ଜାଣିନୁ। ସେ ଆମ ଜମିକୁ 1.5 ଗୁଣ୍ଠୁ ନା କେତେ ନେଇଯାଇଛନ୍ତି, ଘର ବାଡ଼ିରୁ ନେଇଯାଇଛନ୍ତି। ଆମେ ଘରୁ ବାହାରି ପାରୁନୁ, ଆମ ଛୁଆ ପିଲା ନେଇ କେମିତି ଚଳିବୁ। ସେମାନେ ସେ କହୁଛନ୍ତି ଆମେ ଭାଙ୍ଗିକି ଆମେ ସେ ଅପର ପକ୍ଷ ତାଙ୍କର ନା ପୁନି ସାହୁ ପୁନି ମୁଦୁଲି ଆମେ ଚିହ୍ନି ନେଉ କି ଜାଣିନୁ। ଆମ ଭାଇ ନେଇକି ଆମ ବନ୍ଧୁ ନେଇକି ଆମ ବାନ୍ଧବ ନେଇ ଆମର ଦାବି ଯେ ଆମ ଜାଗାଟା ଆମକୁ ମିଳୁ, ଆମ ନ୍ୟାୟ ମିଳୁ। ଦେବେନ୍ଦ୍ର ବେହେରା। କଣ ପାଇଁ କଲେକ୍ଟର ଅଫିସ ଆସିଥିଲେ, କୋଉ ଅଭିଯୋଗ ନେଇ? ଆମର ତିହିଡ଼ି ତହସିଲ ମାଲପୁର ମୌଜା ପିରାହାଟ ସର୍କଲରେ ଆମର 46 ଖতিয়াନରେ ହାଇକୋର୍ଟରେ କେସ୍ ଚାଲିଥିବା ବେଳେ ଆମକୁ ଗୋଟେ ନୋଟିସ୍ ହେଇଥିଲା 18 ତାରିଖରେ। ଆମେ 22 ତାରିଖ ତିହିଡ଼ି ତହସିଲରେ ହାଜର ହେଇଥିଲୁ। ହାଜର ହେଇ ପିଟିସନ୍ ଦେଇଥିଲୁ। ଆମକୁ ପିଟିସନ୍ ଦେଲା ପରେ ଆମକୁ ଡେଟ୍ ଦିଆଗଲା ନାହିଁ। ଗୁରୁବାର ଦିନ ଦେଖିଲୁ ଯେ ଆମେ ନେଟ୍ରେ ତାଙ୍କର ଆମ ପଟାରୁ କାଟି ତାଙ୍କ ନାମରେ ନାମିତ କରାଯାଇଛି। ଯେଉଁ ପ୍ଲଟ୍କୁ ଯିବା କଥା, ଯେଉଁ ପ୍ଲଟ୍କୁ କାଏମ ରଖାହେଇଛି ଯେ ଆମ ପଟାରେ 46 ଖতিয়াନ 129 ପ୍ଲଟ୍ରେ ଲେଖା ହେଇଛି 297/305କୁ ଗଲା। 305କୁ ନ ଯାଇ 300 କ୍ରମାଗତ ଚଞ୍ଚକତା ଭାବେ 297/306ରେ ରଖାଯାଇଛି। ଏଇଭଳିଆ ସେ କୁନି ମୁଦୁଲି କୁନି ସାହୁ କିଏ ଆମେ ଜାଣିନାହୁଁ। ସିଏ ଆମର କେହି ଅଂଶୀଦାର ନୁହନ୍ତି, ଆମ ଜାତିର ନୁହେଁ। ସିଏ କେତେବେଳେ ପୁନି ମୁଦୁଲି ନାଁରେ କେସ୍ କରୁଛି ତ ଗୋଟେ ଡିସମିଲ୍ ବଢ଼େଇକି ନେଉଛି। କେସ୍ ନମ୍ବର ବି ତାର ଡାୟର ହେଇଛି। ପ୍ଲସ୍ କୁନି ମୁଦୁଲି କୁନି ସାହୁ କରି ଚଞ୍ଚକତା ଭାବେ ଆମ ପଟାରୁ 1 ଡିସମିଲ୍ କାଟି ନେଇଛି। ଆମର ହାଇକୋର୍ଟର କେସ୍ ଚାଲିଥିଲା ବେଳେ ଆମ କଥା କେହି ଶୁଣିଲେ ନାହିଁ ବୋଲି ଆମେ ମୁଖ୍ୟ ଘଟଣା କ'ଣ ପାଇଁ ଆସିଲେ, ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର 1.5 ଡିସମିଲ୍ ଯେଉଁ କାଟି ନେଇଛନ୍ତି ତାଙ୍କୁ ଖାରଜ କରି ଆମ ପଟାରେ ଦାୟର କରାଯାଉ। ଯଦି ଦାୟର ନ କରାଯାଏ କାହା ସହିତ ଚାଲିଛି ଅପରପକ୍ଷ ଯେଉଁ ପୁନି ମୁଦୁଲି ପୁନି ସାହୁରେ କେସ୍ ହେଇଛି, ସେ ତାଙ୍କ ନାଁରେ ତାଙ୍କୁ ପଟା ଖାରଜ କରି ଆମ ପଟାକୁ ଦିଆଯାଉ। ଆମକୁ ପଟା ଦିଆଯାଉ। ଯଦି ଆମକୁ ମୂଳରୁ ତଦନ୍ତ କରି ରିପୋର୍ଟ କଲେ ଆମେ କୋର୍ଟର ଆଶ୍ରୟ ନେବୁ। କ'ଣ ଦାବି ଥିଲା ଆପଣଙ୍କର, କ'ଣ ଜଣେଇଲେ କି କ'ଣ କହିଲେ ଆପଣ କଲେକ୍ଟର କ'ଣ କହିଲେ? ଆମର ଦାବି ଥିଲା ଯେ ଆମକୁ ନ୍ୟାୟ ମିଳୁ। ଆମର କ'ଣ ହେଇଛି, ଆମର ଡକୁମେଣ୍ଟ ଠିକ୍ ଅଛି କି ଭୁଲ ଅଛି, ଆମକୁ ତଦନ୍ତ କରାଯାଉ। ତଦନ୍ତ କରାଯାଇ ଆମ ପଟାକୁ ଦିଆଯାଉ। କ'ଣ କହିଲେ କଲେକ୍ଟର? କହିଲେ ଯେ ଆମେ ସଜେସନ୍ ଦେଇଛି, ଆମର ଲେଖିଛି ତଦନ୍ତ କରିବେ। ଆଉ ଆପଣ କ'ଣ ଚାହୁଁଛନ୍ତି?
आमको न्याय मिलू आमको ठीक मूलर तदंत करके रिपोर्ट देले आमे न्याय पाइबू आमे कोर्ट रे द्वारस्थ हबू मूलर तदंत हो। मो ना श्री रघुनाथ बेहरा घर कंडराड़िया आम एठार भागदारी अच्छे तो से जो चंचकता करमको से गोटे नोटिस भी दौना आम 10-20 जन अच्छु भागदारी एठिकार से जो कुनी मुदुली आ कुनी साहू आम दिटा को नौ घर बाड़ी दिह सी आमको जो चंचकता कर आमको जनाऊना आज या ना ता ना केस कर पटा नहीं आमर असुविधा आम घर बाहर पारूनी आदि सी आमको कलेक्टर ऑफिस आम दाबी करुचु जदि कलेक्टर एक कथा न बुझे आम आसिक कलेक्टर ऑफिस धारणा देव। आरआई कौन कहले हाँ तहसीलदार पाक जाइनु से मैंने आमको रिपोर्ट जो कागज पत्र से देलेनी कहले तमें जाओ 22 तारीख आसो आम 22 तारीख आसनु आमको से कागज पत्र देलेनी आम आज डेली कहते आज आस काली आस आम 3 दिन है फेरिक जाऊँ जिलापाल ऑफिस आसो जिलापाल कौन कह जिलापाल पाखे आम दाबी देलु सी कहले आम तदंत करूँ 3 दिन भर तदंत करूँ जदि न्याय न मिले आम जिलापाल ऑफिस आसिक धारणा देकी आम बंशारा बसमु देखिए मृत्यु भी करने आत्महत्या करने तैयार रही। भद्रकरू संजीव सेनापति